ଆପଣ ବହୁତ ବଡ଼ ବିପଦରେ ପଡ଼ିଯାଇଛନ୍ତି, କୌଣସି ଆଶା ଭରସା ନାହିଁ, ଆପଣଙ୍କୁ ସେଠି କେହି ବି ଉଦ୍ଧାର କରିବା ପାଇଁ। ସେତେବେଳେ ଆପଣ ଦୁଇ ହାତ ଉପରକୁ ଟେକି ଦିଅନ୍ତୁ ଆଉ ଈଶ୍ୱରଙ୍କୁ ଭକ୍ତି ସହିତ ପ୍ରାର୍ଥନା କରନ୍ତୁ, ହେ ପ୍ରଭୁ ମୋତେ ଏଥିରୁ ରକ୍ଷା କରନ୍ତୁ। ଦେଖିବେ ନା, ଆପଣ ଯେତେବେଳେ ଏ ଦୁନିଆଠାରୁ ଆଶା ବିଶ୍ୱାସ ହରାଇ ବସିବେ, ସେତେବେଳେ ଈଶ୍ୱରଙ୍କୁ ପ୍ରାର୍ଥନା କରିବେ, ଈଶ୍ୱର ନିଶ୍ଚିନ୍ତ ଆପଣଙ୍କୁ ରକ୍ଷା କରିବେ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଗୋଟେ ସତ କଥା କହିକି ଆପଣଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି ଯେ ଈଶ୍ୱର ସତ୍ୟ, ଚିରନ୍ତନ ସତ୍ୟ। ଆଉ ବିଶ୍ୱାସ, ଆପଣ ସମସ୍ତେ ଈଶ୍ୱରଙ୍କୁ ବିଶ୍ୱାସ କରିବେ ଆଉ ବିପଦରୁ ରକ୍ଷା ପାଇବେ। ଲୋକନାଥଙ୍କ ବ୍ରତ ପଡ଼େ ବୈଶାଖ ମାସରେ, ସେତେବେଳେ ପ୍ରବଳ ଖରା। ସେଇ ବୈଶାଖ ମାସର ଲୋକନାଥଙ୍କ ବ୍ରତ ମୋ ଶାଶୁ ବହୁତ ନିଷ୍ଠାର ସହିତ ପାଳନ କରିଥାନ୍ତି। ସେଦିନ ଥାଏ ଶେଷ ପାଳି। ଶାଶୁ ସମସ୍ତେ ଘରର ସଦସ୍ୟ ଖାଇସାରିବା ପରେ ନିଜର ପତ୍ରରେ ଖାଦ୍ୟ ନେଇ ଖାଇବାକୁ ଯାଉଥାନ୍ତି, ପ୍ରସାଦ ନେଇ ଖାଇବାକୁ ଯାଉଥାନ୍ତି। ଏତିକି ବେଳେ ଦାଣ୍ଡରେ ଜଣେ ଅତିଥି ଆସି ଡାକିଲେ, ମା କିଛି ଖାଇବାକୁ ଅଛି କି? ଶାଶୁ ନିର୍ବିକାର ସହିତ ସେ ଖାଦ୍ୟ ନେଇକି ତାଙ୍କୁ ଦେଇଦେଲେ, ସାଧୁଙ୍କୁ ଦେଲେ। ସାଧୁ ପରମ ତୃପ୍ତିରେ ସେତକ ଭିକ୍ଷା କଲେ। ସେ ସାଧୁ ଜଣକ କିଏ? ସେ ହୁଏତ ଈଶ୍ୱର ମାଙ୍କୁ ପରୀକ୍ଷା କରିବା ପାଇଁ ସାଧୁ ରୂପରେ ଆସିଥାନ୍ତି। କିନ୍ତୁ ଶାଶୁ ସେ କଥା ଭୁଲିଗଲେ। ମାତ୍ର କଥାରେ ଅଛି, ପିତାମାତାଙ୍କ ସୁକୃତରୁ ପିଲା ହୁଏ ସୁଖୀ। ଏଇଠି ହିଁ ପ୍ରମାଣିତ ହୋଇଯାଇଥିଲା। ଦିନେ ତାଙ୍କର ପୁଅ କୌଣସି କାମରେ ବାହାରକୁ ଯାଇଥାନ୍ତି ଆଉ ଫେରୁଥାନ୍ତି। ହଠାତ୍ ପ୍ରବଳ ଝଡ଼ ତୋଫାନ ମାଡ଼ି ଆସିଲା। ସେ ନିଜକୁ ରକ୍ଷା କରିବା ପାଇଁ ଗୋଟେ ଛୋଟିଆ ଦୋକାନ ଘର ପାଖରେ ଆଶ୍ରୟ ନେଲେ। ତାଙ୍କୁ ସେତେବେଳେ ପ୍ରବଳ ଭୋକ ହେଉଥିଲା। ସେ ଭାବୁଥିଲେ କିଏ କିଛି ଟିକେ ଖାଇବାକୁ ଦିଅନ୍ତେ କି ସେ ଖାଇଦିଅନ୍ତେ। ଝଡ଼ ତୋଫାନ ଥମି ଆସିଲାଣି। ସେ ଲକ୍ଷ୍ୟ କଲେ ଜଣେ ବ୍ରାହ୍ମଣ କିଛି ଫେରୁଛନ୍ତି। ସେତେବେଳେ ସେ ବ୍ରାହ୍ମଣ ଜଣକ ଯେମିତି ସବୁ ଜାଣିଲା ପରି ତାଙ୍କ ପାଖକୁ ଆସିଲେ ଆଉ କହିଲେ, ପୁଅ ତୁମକୁ ଭୋକ କରୁଛି କି? ସେ କହିଲେ, ହଁ ବାବା, ମୋତେ ପ୍ରବଳ ଭୋକ। ସେ ତାଙ୍କ ହାତରେ ଆଣିଥାନ୍ତି କିଛି ଭୋଗ ପତ୍ର ଠୋଲାରେ। ତାକୁ ନେଇ ସେ ତାଙ୍କ ପୁଅକୁ ଦେଲେ। ସେ ଆରାମରେ ସେତକ ଖାଇକି ନିଜର ଭୋକକୁ ମେଣ୍ଟେଇ ପାରିଥିଲେ। ଦେଖନ୍ତୁ ନା, ତାଙ୍କ ମା କାହାକୁ ଖାଦ୍ୟ ଦେଇଥିଲେ ବୋଲି ତାଙ୍କ ପୁଅ ସେତକ ପାଇଲେ। କଥାରେ ତେଣୁ ଅଛି, ଦେଇଥିଲେ ପାଏ। ଆଉ ଈଶ୍ୱରଙ୍କୁ ସେ ବିଶ୍ୱାସ କରିଥିଲେ ବୋଲି ତାଙ୍କ ପୁଅକୁ ଆଜି ସେଇ ପ୍ରଭୁ ହିଁ ଏତେ ଦୁଃଖ ବିପଦରୁ, ଭୋକରୁ ଆଉ ଝଡ଼ ତୋଫାନରୁ ରକ୍ଷା କଲେ। ନା ଏହାକୁ ଆପଣ ଭାଙ୍ଗିପାରିବେ, ନା ମୁଁ। ଏତେ ଖରାରେ ଆପଣମାନଙ୍କ ପାଇଁ ଏ ଭିଡ଼ିଓଟି ପ୍ରସ୍ତୁତ କରୁଛି। ଆମେ ସମସ୍ତେ ଈଶ୍ୱରଙ୍କୁ ବିଶ୍ୱାସ କରିବା ଉଚିତ। ଆଉ ଆମେ ବିଶ୍ୱାସ ରଖିବା ଉଚିତ ଯେ ଆମେ ଯଦି ଈଶ୍ୱରଙ୍କୁ ପ୍ରକୃତରେ ଭକ୍ତି ଆଉ ବିଶ୍ୱାସ କରୁଛେ, ସେ ଆମକୁ ବିପଦରୁ ନିଶ୍ଚିନ୍ତ ରକ୍ଷା କରିବେ। ଏମିତି ସତ କଥା ଆପଣମାନଙ୍କ ସହିତ ମୁଁ ସେୟାର କରିଛି।